कविता हृदयेश्वरी कवि सौभाग्य कुमार मिश्र। ବ୍ୟବହୃତ ମଣିଷମାନଙ୍କର ଅସମ୍ପୂର୍ଣ୍ଣ ଶୋଭାଯାତ୍ରାରେ ମୁଁ ଏଠାରେ ସୁଦୂରରେ ଅସ୍ପଷ୍ଟ ନୀଳ ଦିଗନ୍ତ, ତୁ ମଝିରେ କେଉଁଠି ଡେଙ୍ଗା ଘାସବୁଦାରେ ଅଟକିଥିବା ବିଚିତ୍ର ଫୁଲ, ତୁ ଅଟକି ରହିବା କେତେ କାଳ ଯାଏଁ କେଜାଣି। ଭୁଲ ଆଉ ପାପର ତାରବାଡ଼ ଘେରା ଏ ଦେହ ଡାକ ବଙ୍ଗଳା। ତତେ ଯେଉଁ ନିଶୁଆ ଚୌକିଦାର ଜଗିଛି, ସିଏ ମୋତେ ହାତ ବଢ଼ାଇ ଛୁଇଁପାରେ ନାହିଁ। ଯଦିଓ ମୁଁ ବାରଣ୍ଡା କଡ଼କୁ ଲାଗି ଶୀର୍ଣ୍ଣ ଗଛର ଡାଳ, ଅଥଚ ଆମେ ଏକାଠି ହେବା ବିଚିତ୍ର ନୁହେଁ। ତୁ ମୁହୂର୍ତ୍ତକର ବିଦ୍ୟୁତ୍ ପରି ଘମାଘୋଟ ମେଘର, ମୋର ଉତ୍ତୁଙ୍ଗ ଶୋଚନାର ପାହାଡ଼କୁ ଉଦ୍ଭାସିତ କରିଦେବା ବିଚିତ୍ର ନୁହେଁ। ରେ ମୋର ଉଦ୍ଭ୍ରାନ୍ତ ସହରର ଦ୍ୱିତୀୟା ତିଥିର କ୍ଷୀଣ ଜ୍ୟୋତ୍ସ୍ନା, ଏ ପୃଥିବୀ କ'ଣ ଆମର, ଯାର ଆହାର ନାହିଁ, ନିଦ୍ରା ନାହିଁ, କ୍ଷମାରେ ପ୍ରସାରିତ ସମୁଦ୍ର ନାହିଁ। 2. ଆପଣଙ୍କ ସ୍କ୍ରୁ ଢିଲା। କଥାଟି ଗୋଟିଏ ନୌକା କଦଳୀ ପଟୁକା ତାର ଦରହାସର ନଈରେ ଭାସି ଭାସି ଆସି ଅଟକିଯାଏ ମୋ ଛାତିର ପଥରକୁ ଲାଗେ। ତାପରେ ଆସ୍ତେ ଆସ୍ତେ କଥାଟି ମିଳେଇଯାଏ, କାରଣ କଥାର ଈଶ୍ୱରୀ ମୋର ପ୍ରେମିକା ନୁହେଁ। କାଳରାକ୍ଷସ ସବୁ ଗିଳି ପକାଏ। ଜାତିସଂଘରେ ସୁନ୍ଦରୀ ଅମୁକ ଦେଶର ସଭ୍ୟ ତମୁକ ଦେଶର ସଭ୍ୟକୁ ଗାଳି ଦିଏ। ଆପଣଙ୍କ ସ୍କ୍ରୁ ଢିଲା। ପରମାଣୁ ଶକ୍ତି ପରୀକ୍ଷା ଶାନ୍ତି ପାଇଁ। ହା ହା ହା। ଈଶ୍ୱରଙ୍କୁ ଦେଖୁନା, ପୁରାପୁରି ସ୍କ୍ରୁ ଢିଲା। ଇଆଡ଼ୁ ସିଆଡ଼ୁ କେଇଟା ବଙ୍କା ରଙ୍ଗ, କ'ଣ ନା ଇନ୍ଦ୍ରଧନୁ। ସିଂହଦ୍ୱାର, ଶଗଡ଼, ଗଛ ଓ ଆଇସ୍କ୍ରିମ୍, ଇସବଗୋଲ, ମରୁଭୂମି ଓ ମାଛ, କ'ଣ ନା ଧନଧାନ୍ୟେ ଭରା ବସୁନ୍ଧରା। ଆଉ ଗଲା ମହାଯୁଦ୍ଧର ବିପର୍ଯ୍ୟସ୍ତ ବିଷର୍ଣ୍ଣ ଏରୋଡ୍ରମରେ ଜଙ୍କ ଲଗା କକପିଟ୍ ସନ୍ଧିରେ ଗୋଟିଏ ଡେଙ୍ଗି ଫୁଲ ଗଛ, କୁଆଡ଼େ ମୋର ପ୍ରେମ। ଏହା ଯଦି ପାପରେ ହୃଦୟେଶ୍ୱରୀ, ମହାନଦୀ ଆମ ଘର ପାଖରେ ଗୁପ୍ତ ଗଙ୍ଗା। ସହରର ସମସ୍ତେ କଳାଧନ ଗଣିବାରେ ବ୍ୟସ୍ତ ଥିଲାବେଳେ ତୁ ସ୍ନାନ କରିନେବୁ। ନକ୍ଷତ୍ରର ଦୀପମାନଙ୍କରେ ତୋ ଲାଗି ସ୍ଥାନ ସୁରକ୍ଷିତ। ତୁ ସୁବର୍ଣ୍ଣ ଜ୍ୟୋତ୍ସ୍ନା ପରି ଆବୋରି ରହିବୁ ଦିଗ୍ବଳୟ। ମୋର 9 ସମୟ ଏବଂ ପୃଥିବୀର ସମସ୍ତ ସାଙ୍କେତିକ ଫିସାଦ ଭିତରେ ଦେହର ଧୂଳିମଳି ଓ ଆମ ଖଟ ପାଖରେ ଧୂପଦାନୀର କର୍କଶ ପାଉଁଶ, ଅପରେସନ୍ ଟେବୁଲର ସମୁଦାୟ ତୁଚ୍ଛତା ଭିତରେ ବି ବେଳେବେଳେ ସୂର୍ଯ୍ୟୋଦୟ ହୁଏ ରେ ହୃଦୟେଶ୍ୱରୀ, ଆମ ପାପର ସୀମା ନିର୍ଣ୍ଣୟ ପାଇଁ। ଏବଂ ସୂର୍ଯ୍ୟର ଗତି ସାଙ୍ଗରେ ତୋର ଅମୂଲ୍ୟ ରତ୍ନ ଦେହର କ୍ଷୟ ହୁଏ ସୁନ୍ଦରୀ। ମନ୍ଦିର ଗାତ୍ରରୁ ଚୂନ ଖସିଲା ପରି
ତୋର କାନ୍ଧର କେଶରରୁ ଖସିଯାଏ ପରାଗ। ଏହା ଯଦି ପାପରେ ହୃଦୟେଶ୍ୱରୀ, ମୋର କ୍ଷଣିକ ଉଲ୍ଲାସର ମରକତ ପାତ୍ରରେ ସଞ୍ଚିତ ହେଉ ତୋର ମୁକ୍ତି ଅନିର୍ଦ୍ଦିଷ୍ଟ ପାରଦ ପରି ତୋର ନିଶ୍ଚିନ୍ତ ଯୌବନ। 4 ତୋ ପାଇଁ ହୃଦୟେଶ୍ୱରୀ ପାନ ରଖିଛି, ଗୁଆ ରଖିଛି, ଘୋଡ଼ା ରଖିଛି, ଗାଡ଼ି ରଖିଛି, ମୟୂରପଙ୍ଖୀ ଶାଢ଼ୀ ରଖିଛି, ଭୋଗ ରଖିଛି, ପାସବୁକ୍ ଓ ଫୁଲ ରଖିଛି। ତୁ ଆସି ଦେଖିନେ। ତୋ ପାଇଁ ପାନ ରଖିଛି, ଗୁଆ ରଖିଛି। ଆକାଶର ନୀଳ ଘୋଡ଼ାରେ ଚଢ଼ି ଯେ ମଧ୍ୟାହ୍ନଟେ ଆସିଛି ହୃଦୟେଶ୍ୱରୀ, ସେ ମୋର ପାପ, ମୋର ପ୍ରସିଦ୍ଧ ଦେହ। କାରୁଣିକ ଗେରୁଆ ସୂର୍ଯ୍ୟର ତା ଅନୁକମ୍ପା ମୋତେ ସୁଖ ଲାଗି ସଫେଇ ଦେବାକୁ ହୁଏ ରେ ହୃଦୟେଶ୍ୱରୀ। ଦୁଃଖ ଲାଗି ଡାକି ଆଣିବାକୁ ହୁଏ ପ୍ରଚ୍ଛଦରେ ଚିତ୍ରିତ ପ୍ରହରୀମାନଙ୍କୁ। ତୁ ମୋର ହାତ ନେଇ ବଢ଼ାଇ ଦେଉ ଅନ୍ୟ ପୃଥିବୀକୁ ପରିହାସରେ, କାରଣ ସେ ପୃଥିବୀ ତୁ ନିଜେ। ତୋର ଅବୟବ ଉପତ୍ୟକା, ନିଘଞ୍ଚ ପଳାଶର ଜଙ୍ଗଲ, ମହାଯୁଦ୍ଧର ନିଆଁ ଓ ଆବେଗ ପରି ତତ୍ପର, ଅଥଚ ଗୋଟିଏ ଚୁମ୍ବନରେ ତୁ ଶଙ୍ଖୋଳି ନେଉ ତୋର ଅନିର୍ଦ୍ଦିଷ୍ଟ ସ୍ୱପ୍ନକୁ। ଶିଶୁକୁ ଜନନୀ ଯେହ୍ନେ କୋଳକୁ ନିଏ। ବାସ୍ ବାସ୍, ଅନିଦ୍ରା ଥିବା କୋଇଲିର ଡାକ ସତ୍ୟ ନୁହେଁ, ଘାସ ନୁହେଁ, ଆତ୍ମାର ଆବହମାନ କ୍ଷୟ। ଏଯାବତ୍ ଅଦୃଶ୍ୟ ସତ୍ୟଟି ଉଡ଼ିଯାଏ ତୋର ଶଙ୍ଖ ମର୍ମର କାନ୍ଧ ଉପରେ। ତୁ ହୃଦୟେଶ୍ୱରୀ ଦେଖିନେ। ତୋ ପାଇଁ ପାନ ରଖିଛି, ଗୁଆ ରଖିଛି। 5 କି ଆଶ୍ଚର୍ଯ୍ୟ ଲୋଭ ତୋତେ ଗୋଡ଼ାଇଥାଏ ଭ୍ରମର ପରି। ଲାବଣ୍ୟବତୀ ଯେମିତି ପୋଖରୀରେ ଅସ୍ତବ୍ୟସ୍ତ, ପଦ୍ମ ପରି ମୁହଁ ନା ପ୍ରକୃତରେ ପଦ୍ମ ଫୁଲ। ତୋର ତ ଧାନ କେଣ୍ଡା ପରି ଦେହ, ସୁବର୍ଣ୍ଣ ନହକା ହନ୍ତସନ୍ତ ବିଚିତ୍ର ମହକରେ। ଓ ତୋର ମନ ବିଫଳ ଶୁକ୍ଳ ପକ୍ଷର ଚନ୍ଦ୍ରମା, ଏକାନ୍ତ ଉଦାର। କଣ୍ଟା ଝଣ୍ଟା ତୋ ପାଦରେ ଅନିୟମିତ ଅଳତା ପିନ୍ଧେଇ ଦେଲା ପରେ, ବୁଢ଼ା ଗଛଙ୍କ ଶିଉଳି ତୋ ନିଶ୍ୱାସରେ ତରଳି ଗଲା ପରେ, ସହଚରୀଏ ଅନେକ ଆଗରେ ଉଚ୍ଚାଟ କୌତୁକରେ, ସଖୀ ଏ ଫାଜିଲ ବୁଦାକୁ ଦେଖ ତ କାନି ଛାଡ଼ୁନି। ଯା, ବୁଦା ଜଳିଯାଏ ମୋର ଆକୁତି ପରି, ଇଚ୍ଛା ପରି, ଅଭିମାନ ପରି, ନିସ୍ପନ୍ଦ ଅଭିମାନରେ। ମୁଁ ତୋର ଲୋଭ, ପ୍ରତିଷ୍ଠା, ମଲାସାପଙ୍କ ସାମ୍ରାଜ୍ୟରେ, ଯାହାକୁ ଟପି ଟାପି ଆସି ତୁ ଠିଆ ହୋଇଛୁ ଏ ଖରାର ଚିରାଚରିତ ଫୁଟପାଥରେ। ଏବେ ତୁ ନିଜେ ଲୋଭ ପରି ଅସ୍ଥିର, ଚଞ୍ଚଳ। ମୁଁ କ୍ଳାନ୍ତ ପଡ଼ୋଶିନୀର ସ୍ୱାମୀ, ଅସୁସ୍ଥ ଅଥଚ ସ୍ୱଚ୍ଛଳ। 6 ତୁ ମୋତେ ଯେଉଁଦିନ
ତୋଳି ନେଲୁ ମୋ ସଂକୀର୍ଣ୍ଣ ସଂସାରରୁ। ମୁଁ ଜାଣିନଥିଲି ମୋତେ କଥା କହିବାକୁ ହେବ ବୋଲି। ମୁଁ ଜାଣିନଥିଲି ମୋତେ କଥା କହିବା ଆସିବ ବୋଲି। ହଠାତ୍ ଦେଖିଲି ତୁ ବାଲିରେ କାଟି ଦେଉଛୁ ଗାର, ଯାହାକୁ ଡେଇଁଗଲେ ପୁଣି ଦୁଃଖ, ପୁଣି ସେଇ ବିପନ୍ନ ସଂସାର। କଥା ମଝିରେ ମୁଁ ମୋର ଲୋଭ ଭୁଲିଗଲି। ତୋ କଥାର ଜଳଦସ୍ୟୁମାନେ ତ ସମୁଦ୍ର ଆଣିଦେଲେ। କଥା ମଝିରେ ମୁଁ ମୋର ପାପ ଭୁଲିଗଲି। ତୋ କଥାର ପରୀମାନେ ଶୁଭ୍ର ଓଢ଼ଣୀରେ ଢାଙ୍କି ଦେଲେ ମୋ କଥାର ଶବକୁ। ଏବେ ଆଉ କଥା ନାହିଁ। ତୋ ସନ୍ଦେହୀ ଉତ୍ସାହରେ ଆଲୋକିତ ଗୁମ୍ଫା ଭିତରେ ଖାଲି ଦୃଶ୍ୟ, ନିର୍ଲିପ୍ତ କଠୋରତାର। ଦର୍ପଣରେ ମୋ ମୁହଁ ବହୁ ବିଚିତ୍ର ଭଙ୍ଗିମାରେ ବିଧ୍ୱସ୍ତ। ଦୃଶ୍ୟ ନିଷ୍ପାପ କରୁଣତାର। ସ୍ମୃତିରେ ତୋର ଦୀର୍ଘ ଦେହ ବହୁ ବିଚିତ୍ର କାମନାରେ ଅସୁସ୍ଥ। 7. ଗୋଟିଏ ହତୋତ୍ସାହର ଦୀପରୁ ଆଉ ଗୋଟିଏ ଦୀପକୁ ଇଏ କ'ଣ ଯାତ୍ରା ହୃଦୟେଶ୍ୱରୀ? ଜୀବନର, ଯୌବନର ଇଏ କ'ଣ ମହାଯାତ୍ରା ସିଦ୍ଧ ପୁରୁଷଙ୍କ ଇତିହାସରେ? ତୋର ଲଳିତ ଅଙ୍ଗ ମୋର କୋଳକୁ ତୋଳି ନେଇ ମୁଁ ବନ୍ଧୁକୁ କହିଛି, ଇଏ ବେଶ ନିରାପଦ। ସଖାକୁ କହିଛି ସୋଦରକୁ, କାକର ଭିଜା ରଜନୀଗନ୍ଧାର ଓଜନ ଜାଣି ନେଇଛି, ଚିହ୍ନି ନେଇଛି ଆଦିମାତା ଦେହର ବାସ୍ନା ମାଟିର। ମୁଁ ଜାଣେ ମୋର ମୃତ୍ୟୁ ହେବ ସର୍ପଦଂଶନରେ ଚଉଠି ରାତିରେ। ମୁଁ ଜାଣେ ମୋର ଏକାନ୍ତ ଅଭିମାନଟି ଅମାବାସ୍ୟାର ସମୁଦ୍ରରେ ଭାସି ଭାସି ଚାଲିଯିବ, ନାଚି ନାଚି ଭାସିଯିବ ସୁଦୂର ସ୍ୱପ୍ନକୁ। ତୁ ଯେମିତି ଝାଡକି ଆସିବୁ କହି ଖସି ଯାଉଛୁ ସୁବର୍ଣ୍ଣ ସାପ ମୋର ସାୟା, ସିମେଣ୍ଟ ଓ ଛାଇର କଷା ସରିଥିବା ଅଙ୍କ ଭିତରକୁ। ଉତ୍ତ୍ୟକ୍ତ ଆଶ୍ୱାସନାରେ ମୁଁ ବିଭୋର। ସତେ ଯେମିତି ଆକାଂକ୍ଷିତ ପ୍ରଶ୍ନଟିର ଉତ୍ତର ମୋର ମୁଖସ୍ଥ। 8. ଷ୍ଟେସନ ମାନଙ୍କର କାମ କ'ଣ? ଲୋକଙ୍କୁ ଏକାଠି କରିବା, ଅନେକ ଦିନର ଅନେକ ଲୋକଙ୍କର ସୁଖ ଦୁଃଖକୁ ଏକାଠି କରିବା, ବାଣ୍ଟି ଦେବା। ଅପେକ୍ଷା କରିଥିବା ଏମାନଙ୍କୁ ଦେଖ ତ, କିଏ କାହାର ହଠାତ୍ ଚିହ୍ନା, କିଏ ଅଚିହ୍ନା। ସଞ୍ଜର ଆଲୁଅରେ ସବୁ ମୁହଁରେ ଆଶ୍ରୟର ଭାବ। ସେ ମୋତେ ଚା କପେ ଦେଇପାରେ, ମୁଁ ପଚାରିପାରେ ତା ବଡ଼ ପୁଅ କ'ଣ ପଢ଼ୁଛି। ଢୁଳାଉଥିବା ଲୋକଟି ହଠାତ୍ ଆଖି ମଳି ମଳି କହିପାରେ, ପ୍ରଧାନମନ୍ତ୍ରୀ କେବେ ଆସିବେ। ଚନ୍ଦା ବୁଢ଼ା ଲୋକଟି ଲୁଚେଇ ଲୁଚେଇ ଦେଖିପାରେ ଗର୍ଭବତୀ ଯୁବତୀଟି କେଉଁ ପତ୍ରିକା ପଢ଼ୁଛି। ସବୁ ଚୁପଚାପ ବା କଥା ଅର୍ଥହୀନ, ଯାହା କାଲି ପହଞ୍ଚିଗଲା ପରେ ମନେ ପଡ଼ିବ ନାହିଁ। ଷ୍ଟେସନ ମାନଙ୍କର କାମ ଏଇଆ। ଅଥଚ ଆମ ଦୁହିଁଙ୍କୁ ଟ୍ରେନରୁ ଓହ୍ଲେଇ ଦେଇ ରିକ୍ସା ଡାକି ପଠେଇ ଦେଲା ତତେ ଉତ୍ତରକୁ, ତ ମୋତେ ଦକ୍ଷିଣକୁ।
ଅଦୃଶ୍ୟ ପବନ ଉପରେ ଭରସା କ'ଣ? ତେଣୁ ତୋର ହାତକୁ ଚାପି ଧରି କହିଲି, ଚିଠି ଦେବୁ? ଉତ୍ତରରେ ତୁ କହିଲୁ, ଭରସା ରଖ। ଉତ୍ତରର ହେଲେ ବି ମୁଁ ତୁମର। ତୁ ରିକ୍ସା ଚାଲି ଯାଇଛି କି ନାହିଁ? ପଡ଼ିଲା ବର୍ଷା ଟପ୍ ଟପ୍। ମୋର ଚାଲିବାର ଅହଙ୍କାରକୁ ଓଦା କରିଦେଲା। ପାଖ କଚେରୀର ବାରନ୍ଦାକୁ ମୁଁ ଉଠିଗଲି ଆଶଙ୍କାରେ, କାଳେ ମୋର ଦୋଷ ହୋଇଛି, ସମୟ ଦଣ୍ଡ ଦେବ। ବର୍ଷା ଧାଇଁଲା ତୋ ପଛେ ପଛେ, ସତେ ଯେମିତି ତୋତେ ଫରାଇ ଆଣିବ। ଷ୍ଟେସନର ଗୌରବ ଅକ୍ଷୁର୍ଣ୍ଣ ରହିବ। ସତଟି କ'ଣ ଜାଣୁ? ଏକାଠି ହେବା ସମସ୍ତେ, ତାପରେ ଯିବା। ଯେଝା ବାଟରେ ଯିବା ଯେ, କେବେ ମେଘକୁ ତ କେବେ ବନ୍ଧୁ ଘରକୁ, କେବେ ସ୍ୱର୍ଗକୁ ତ କେବେ ହୋଟେଲକୁ। ତାପରେ ବର୍ଷା ଛାଡ଼ିଗଲା। ନିଶାଖୋର ନିଝୁମ ରାତି 2ଟାରେ ମୁଁ ରିକ୍ସା କଲି ତ ଘର ଖୋଜିବି ବୋଲି। ରାସ୍ତାର କାଁ ଭାଁ ସାଇକେଲବାଲା ଓ କନଷ୍ଟେବଲଙ୍କୁ ପଚାରିଲି, ତୋ ଘର ଖୋଜିବି ବୋଲି, ତୋତେ ଖୋଜିବି ବୋଲି। ଅଦୃଶ୍ୟ ପବନକୁ ଆସ୍ତେ କିନା କହିଲି, ଦେ। କୋଉ ଝରକାରେ ଦିଶିବ ତାର ଶୀର୍ଣ୍ଣ ଦେହ? ରେଲିଂ ଭାଙ୍ଗିବି? ନା, ମୁଁ ଚୋର ନୁହେଁ। ପାଚେରୀ ଡେଇଁବି? ନା, ମୁଁ ଚୋର ନୁହେଁ। କବାଟରେ ହାତ ମାରି ଡାକିବି? ନା, ମୁଁ ଚୋର ନୁହେଁ। କେହି କହିପାରିଲେ ନାହିଁ ତୋର ଘର କେଉଁଠି। ଆଗରୁ ଶୁଣିଥିଲି ମୁକ୍ତି ମିଳିଯାଏ ଏ ସହରରେ ସହଜରେ, ପୁରୀରେ ନ। ଗେଟ୍ ଖୋଲି ମୁଁ ବାହାରି ଆସିଛି। ଦେଖ, ତୋ ପାଇଁ, ଖାଲି ତୋ ପାଇଁ। ଶୁଖିଲା ପତ୍ର ଭିତରେ ବୋଧହୁଏ ନିର୍ଭୀକ ସାପ, ଅହଙ୍କାରୀ ଅନ୍ଧାର ଓ ମୁଁ ଅନ୍ଧ। ତୋତେ ଖୋଜିବା ପାଇଁ ମୁଁ ଅନ୍ଧାର। ନଈଘାଟରେ ମୋ ବାଁ କାନ୍ଧରେ ଆକାଶର ଶେଷ କୁଣ୍ଠିତ ନକ୍ଷତ୍ରଟି ପରି ଆସି ବାଜେ ତୋର ନିଶ୍ୱାସ। ଏକ କାଳ୍ପନିକ ବାହୁଡ଼ା ବିଜେର ଔଦ୍ଧତ୍ୟ ମୋତେ ବାଟ କଢ଼ାଇ ନେଉଥିଲା ବେଳେ, ତୁ କେଉଁ ଘଞ୍ଚ ତୋଟା ଭିତରୁ ଝୁମ୍ ଝୁମ୍ ହୋଇ ଦୌଡ଼ି ଆସୁ, ଝୁଲି ପଡ଼ୁ ମୋ ବେକରେ। ପୁରୁଣା ପୃଥିବୀକୁ କହୁ, ଯା ଯା। ମୋ ପ୍ରାସାଦ ଭାଙ୍ଗି ପଡ଼ିବା ଭୟରେ ମୋ ନିଦ ଭାଙ୍ଗେ। ଜ୍ଞାତିଙ୍କ କୋଳାହଳର ବର୍ଚ୍ଛା ଓ ତୀରରେ ମୁଁ ରକ୍ତାକ୍ତ। ବିଦେଶୀ ବଣିକଙ୍କର ଚରମପତ୍ର ପାଇ ମୁଁ ବିବ୍ରତ। ଏହା ହିଁ ଶେଷ, ଶେଷ ଖ୍ୟାତି, ଶେଷ ବିପର୍ଯ୍ୟୟ। 10 ଏ ପୁଞ୍ଜାକ କି ପକ୍ଷୀ, ଯେଉଁମାନଙ୍କ ରଙ୍ଗୀନ ଗହଣରେ ମୋତେ ଆଉ ମୋ ସମୟକୁ ଛାଡ଼ି ଦେଇଗଲୁ। ତୋ ପୃଥିବୀରେ ଆଉ ସାୟାହ୍ନ ଅଛି ତ? ଅଛି ନଦୀ ଶଯ୍ୟାରେ ଗୋଡ଼ି ଗଡ଼ିଯିବା ଭଳି ସମ୍ଭାବନା? ଅଛି ଶୁଖିଲା ପତ୍ରର ଆକୁଳ ଆକାଶ? ମୋ କୋଳରେ ତୋର ମୃତ୍ୟୁକୁ ଶିଶୁ ପରି ଛାଡ଼ି ଦେଇ ତୁ ପଦାକୁ ବାହାରି ଗଲୁ, ବର୍ଷାକୁ, ଖେଳ ପଡ଼ିଆ କଡ଼ର ରାସ୍ତାକୁ। ସବୁ ସୁଖ ଏହିପରି ସମୟରୁ ବହିର୍ଭୂତ, ଲୋକ ସମାଗମ ଭିତରେ ଉପରକୁ ଉଠୁଥିବା ବେଲୁନ ପରି। ସେ କାହାର ନୁହେଁ। ସବୁ ସୁଖ ଏହିପରି।
ଏଥର ମୋର୍ ଗଦଗଦ ପ୍ରାଣ ଲୁଟାଇ ଦେଉଛି ତୋ ଦେଶର ତୋ ଇତିହାସର ଭଙ୍ଗା ଅଗଣାରେ ମୋର୍ ଦୁଃଖୀ ସକାଳର ପାଖୁଡ଼ାରେ। 11। ସିଂହର ଅଣ୍ଟାରେ ହାତ ରଖି ପର ମୁହୂର୍ତ୍ତରେ ତା ପିଠି ଥାପୁଡ଼ି ଦେବା ହିଁ ତ ଖେଳ। ସେ ବୁଲି ଚାହିଁଲା ବେଳକୁ ତମେ ଅଦୃଶ୍ୟ ବା ଅଦୃଶ୍ୟ ହୋଇଯିବାର ଇଚ୍ଛାରେ ମତ୍ତ। ନିଜେ ଅଦୃଶ୍ୟ ହେଲେ ଆଉ କିଛି ଦୃଶ୍ୟ ହୁଏ ନାହିଁ ଈଶ୍ୱର ନହେଲେ। ତେଣୁ ତ ଏ ସାମାନ୍ୟ ପୋକଟି ତାର ଗାତ ଭିତରୁ ଶୁଣ୍ଢ ଦେଖାଇ ଜାହିର କରେ ଅସ୍ତିତ୍ୱ। ଆମର ଭୋକ ମରିଯିବାର ବେଳ ହେଲାଣି ସତ। ଆମର ସ୍ୱପ୍ନ ନିଭିଯିବାର ମୁହୂର୍ତ୍ତ ଆସିଲାଣି। ଅଥଚ ଦେଖ, ତୋର ସିଂହ କଟିରେ ହାତ ମାରିବା ସରି ନାହିଁ, ସରିବ ନାହିଁ ପୃଥିବୀ ଦୃଶ୍ୟ ଥିବା ଯାକେ। ପୃଥିବୀ ଦୃଶ୍ୟ ଥିବା ଯାକେ। ଧନ୍ୟବାଦ।